ଏହି ସମୟରେ ଇସ୍ରାଏଲ ହସ୍ତରେ ପୁନର୍ବାର ରାଜ୍ୟଭାର ସମର୍ପଣ କରୁଛନ୍ତି। ସେ ସେମାନଙ୍କୁ କହିଲେ ଯେ ସମସ୍ତ କାଳ କି ସମୟ ପିତା ସ୍ୱକର୍ତ୍ତୃତ୍ୱର ଅଧୀନରେ ରଖିଅଛନ୍ତି ତାହା ତୁମମାନଙ୍କର ଜାଣିବା ବିଷୟ ନୁହେଁ, କିନ୍ତୁ ପବିତ୍ର ଆତ୍ମା ତୁମମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ ତୁମେମାନେ ଶକ୍ତି ପ୍ରାପ୍ତ ହେବ, ଆଉ ଜେରୁସାଲେମ, ସମସ୍ତ ଜିହୁଦା ପ୍ରଦେଶ ଓ ସମୀରଣ ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ। ତ ଆଜି ଏଇ ଅଧ୍ୟୟନରେ ଶିଖିବା ସମୟରେ ମୁଁ କେବଳ ଦୁଇଟି ଶବ୍ଦ ଉପରେ ଆଜି ଫୋକସ କରିବାକୁ ଚାହେଁ, ଧ୍ୟାନ କରିବାକୁ ଚାହେଁ। ତାହା ହଉଛି ଶକ୍ତି ଆଉ ଯାହା ହଉଛି ସାକ୍ଷୀ। 8 ପଦ, ସ୍ପେଶାଲି ଆମେ 8 ପଦ ବିଷୟରେ ଶୁଣିବାକୁ ଯାଉଛେ, ଆଉ ତା ପୃଷ୍ଠଭୂମିକୁ ଦେଖିବା ସମୟରେ ଆମେ 6 ପଦ 7 ପଦ ପ୍ରତି ଧ୍ୟାନ ଦେବା। କିନ୍ତୁ ଆଜି ମୁଁ ଆପଣ ସମସ୍ତଙ୍କୁ ଗୋଟେ ଏ ଦୁଇଟି ଶବ୍ଦର ଅର୍ଥ ଅବା କାହିଁକି ପରମେଶ୍ୱର ବା ଯୀଶୁ ଯେତେବେଳେ ତାଙ୍କ ଶିଷ୍ୟମାନଙ୍କୁ କହୁଅଛନ୍ତି ଈଶ୍ୱରଙ୍କ ରାଜ୍ୟ ବିଷୟରେ କଥା ହଉଛନ୍ତି, ସେ ସ୍ୱର୍ଗାରୋହଣ ପୂର୍ବରୁ ତାଙ୍କୁ ଏଇ ଦୁଇଟି ପଦ ବିଷୟରେ ବହୁତ ଏମ୍ଫାସିସ୍ କରୁଛନ୍ତି ଯେ ଦେଖ, ତୁମେ ପବିତ୍ର ଆତ୍ମାଙ୍କ ଦ୍ୱାରା ଅବତୀର୍ଣ୍ଣ ହବ, ଆଉ ତୁମେ କଣ ପାଇବ? ତୁମେ ଶକ୍ତି ପ୍ରାପ୍ତ ହେବ, ଆଉ ତୁମେ ସେ ଶକ୍ତି ଦ୍ୱାରା ତୁମେ କଣ ହେବାକୁ ଯାଉଛ? ସାକ୍ଷୀ ହେବାକୁ ଯାଉଛ। ତ ଏ ଦୁଇଟି ଶବ୍ଦ କିଛି ଇଣ୍ଟରକନେକ୍ଟେଡ ଅଛି। ତ ବାକ୍ୟ ଶୁଣିବା ପୂର୍ବରୁ ମୁଁ କିଛି ଗୋଟେ କାହାଣୀରୁ ଆରମ୍ଭ କରିବାକୁ ଚାହେଁ। ଆପଣ ସମସ୍ତେ ଆଲବର୍ଟ ଆଇନଷ୍ଟାଇନକୁ ତ ଜାଣିଥିବେ, ଯିଏକି ବହୁତ ବଡ ମ୍ୟାଥମେଟିସିଆନ, ବହୁତ ବଡ ଫିଜିସିଆନ, କି ବହୁତ ବିଷୟ ସେ କରିଛନ୍ତି, ଖୋଜିଛନ୍ତି। ତ ଯେତେବେଳେ ଆଇନଷ୍ଟାଇନ ଗୋଟେ ପ୍ରେସ୍ କନଫରେନ୍ସରେ ଥିଲେ, ଆଉ ତାଙ୍କୁ ଜଣେ ରିପୋର୍ଟର ପଚାରୁଛନ୍ତି, ଜଣେ ଯୁବା ରିପୋର୍ଟର କ୍ୱେଶ୍ଚନ କରୁଛନ୍ତି ଯେ ଆଇନଷ୍ଟାଇନ, ଯଦି ଆପଣଙ୍କୁ ଗୋଟେ ଚାନ୍ସ ମିଳିବ ଜୀବନରେ, ଥରେ ଏମିତି କୁହାଯିବ ଯେ ଆପଣଙ୍କ ପାଖେ କେବଳ ଗୋଟିଏ କ୍ୱେଶ୍ଚନ ଅଛି, ଆଉ ଯାହା ଗୋଟିଏ ପ୍ରଶ୍ନ ଅଛି ଯାହା ଆପଣ ପ୍ରଭୁଙ୍କୁ ପଚାରି ପାରନ୍ତି, ପରମେଶ୍ୱରଙ୍କୁ ପଚାରି ପାରନ୍ତି। ତ ଆଇନଷ୍ଟାଇନ କିଛି ନ ଭାବି କ୍ୱିକଲି ଆନ୍ସର ଦେଇ କହୁଛନ୍ତି ଯେ ମୁଁ ପଚାରିବି ପରମେଶ୍ୱରଙ୍କୁ ସେ କିପରି ସୃଷ୍ଟିକୁ ନିର୍ମାଣ କଲେ। ଯଦି ମୁଁ ଜାଣିଦେବି ଯେ ପ୍ରଭୁ କିପରି ସୃଷ୍ଟିକୁ ନିର୍ମାଣ କଲେ, ତାହେଲେ ମୋର ଯେତେ ସବୁ କ୍ୟାଲକୁଲେସନ, ଯେତେ ସବୁ ମ୍ୟାଥମେଟିକ୍ସର ଫର୍ମୁଲା ଅଛି, ସେ ସବୁକୁ ପକେଇକି ସବୁ କଣିକା, ସବୁ ଆଟମ, ସବୁ ଜିନିଷର ମୁଁ ମେଜର କରିପାରିବି। ମୁଁ ଜାଣିପାରିବି କେମିତି ହେଲା, କୋଉଠି ହେଲା, କାହାର କେତିକି ଲେନ୍ଥ ଅଛି, ୱିଡ୍ଥ ଅଛି, ବ୍ରେଥ ଅଛି, ସବୁକୁ ଜାଣିପାରିବି। ତ ଏ ଆନ୍ସର କହିବା ପରେ ସେ କିଛି ସମୟ ପୁଣି ଥରେ ସ୍ତବ୍ଧ ରହିଗଲେ, ଆଉ ସେ ନିଜକୁ ଚିନ୍ତା କଲେ, ଆଉ ସେ ପୁଣି ଥରେ କହୁଛନ୍ତି ନା 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 ନା, ମୁଁ ପରମେଶ୍ୱରଙ୍କୁ ଯଦି ଗୋଟିଏ ପ୍ରଶ୍ନ ପଚାରିବାକୁ ହୁଏ, ମୁଁ ଏହା ପଚାରିବି ଯେ ପ୍ରଭୁ, ତୁମେ ମତେ କାହିଁକି ନିର୍ମାଣ କରିଅଛ? Why did you create me, Lord? Or what is the meaning or the purpose of my life? ମୁଁ ପରମେଶ୍ୱରଙ୍କୁ ଏହା ପଚାରିବି ଯେ ତୁମେ କାହିଁକି ମତେ ନିର୍ମାଣ କଲ, ଆଉ ମୋର ଜୀବନର ଅର୍ଥ କଣ? କି କଣ ମୋ ଜୀବନ କେବଳ ମ୍ୟାଥମେଟିକ୍ସ, ରୁଲ୍ସ, ସବୁ କିଛି ପ୍ରକାର ଗୋଟେ ମେଥଡ, ଆଉ ପରମେଶ୍ୱର 8ରୁ ବି ଅଧିକ ମୋ ପାଇଁ ଚିନ୍ତା କରିଛନ୍ତି। 8ରୁ ବି ଅଧିକ। ଯେପରି ଏଫିସିଏନ୍ସ ଲେଖା ହଉଛି ଏଫିସିୟ ପୁସ୍ତକରେ ଯେ ଏ ସୃଷ୍ଟିକୁ ସଂସାରର ପୃଷ୍ଠଭୂମି ହେବା ପୂର୍ବରୁ, ଫାଉଣ୍ଡେସନ ହେବା ପୂର୍ବରୁ ଆମେ ସମସ୍ତେ ପରମେଶ୍ୱରଙ୍କ ମସ୍ତିଷ୍କରେ ଥିଲୁ, ପରମେଶ୍ୱରଙ୍କ ମାଇଣ୍ଡରେ ଥିଲୁ। ତାର ଅର୍ଥ କଣ? ପରମେଶ୍ୱର ଆମ ପାଇଁ କଣ ଚିନ୍ତା କରିଥିଲେ, ଆଉ ପରମେଶ୍ୱରଙ୍କ ଇଚ୍ଛା ଆମ ପ୍ରତି କଣ ଥିଲା? କଣ କେବଳ ଆମେ ଗୋଟେ ଭଲ ଫ୍ୟାମିଲିରେ ଜନ୍ମ ହେଲେ, ଭଲ ପାଠ ପଢିଲେ, ଭଲ କାର୍ଯ୍ୟ କଲେ, ଲାଇଫ ଆଗକୁ ବଢିଲା, ବଟ୍ ଇଜ ଇଟ୍ ଦ୍ୟାଟ୍ ମଚ୍? କଣ ସେତିକିରେ ରହିଗଲା? କଣ ଆମ ପାଇଁ ପ୍ରଭୁ ଚାହାନ୍ତି?
ଯେତେବେଳେ ଆଇନଷ୍ଟାଇନ ଏପରି କ୍ୱେଶ୍ଚନ ପଚାରୁଛନ୍ତି, ଆଜି ଆପଣ ଆଉ ମୁଁ ଅବା ଆମ ଜୀବନରେ ଆମେ କେବେ ନା କେବେ ଏ ପ୍ରଶ୍ନ ଆମକୁ ନିଜକୁ କହିଥିବା ପଚାରିଥିବା ଯେ ପ୍ରଭୁ ମୋ ଜୀବନର ଉଦ୍ଦେଶ୍ୟ କଣ, ମୋ ଜୀବନ ପ୍ରତି ତୁମ ଇଚ୍ଛା କଣ ପ୍ରଭୁ। ଆଉ ବେଳେ ବେଳେ ଆଜି ପର୍ଯ୍ୟନ୍ତ ଲୋକ ସେ ପ୍ରଶ୍ନର ଉତ୍ତର ଖୋଜି ବୁଲୁଛନ୍ତି। ଆମେ ଜାଣୁ ବାଇବେଲରେ ଆମ ସବୁଠୁ ଜଣାଶୁଣା ହିରୋ ମାନଙ୍କ ମଧ୍ୟରୁ ପାଉଲ ଜଣେ, ଯିଏକି ବିଶ୍ୱାସର ହିରୋ ବୋଲି ମାନ ଯାଆନ୍ତି, ଯିଏକି ପାଉଲ ହେବା ପୂର୍ବରୁ ସେ ସାଉଲ ଥିଲେ। ସେ ସାଉଲ ସେ କିପରି ଥିଲେ, ତାଙ୍କ ଜୀବନ କୋଉ ପ୍ରକାର ଚାଲିଥିଲା, ସେ କିପରି ଷ୍ଟେଫାନଙ୍କ ମୃତ୍ୟୁରେ ତାଙ୍କ ହସ୍ତ ଥିଲା, ସେ କିପରି ଯେତେ ସବୁ ଯୀଶୁଙ୍କୁ ଜାଣିଥିବା ଲୋକଙ୍କୁ ଅବା ଖ୍ରୀଷ୍ଟିଆନ ମାନଙ୍କ ଜୀବନ ପ୍ରତି ସେ କିପରି ତାଙ୍କୁ କାରାଗ୍ରସ୍ତ କରିବ ବୋଲି ସେ ଯେପରି ନା ଫ୍ୟୁରିୟସ୍ ଥିଲେ, ଯେତେ ଆଗଭରା ଥିଲେ, ଆମେ ସବୁ ସେ କାହାଣୀ ଜାଣୁ। ଯେ ସେତେବେଳେ ଦମସ୍କସକୁ ଯିବା ସମୟରେ ସେ ତାଙ୍କ ହୃଦୟରେ ସେ ଘୋଡାର ହୃତ୍ପିଣ୍ଡର ଯୋଉ ସ୍ପନ୍ଦନର ଅଧିକ, ପାଉଲଙ୍କର ସ୍ପନ୍ଦନ ଅଧିକ, ଯେ ମୁଁ କିପରି ତାଠୁ ବି ଅଧିକ କିପରି ମୁଁ ସେ ଖ୍ରୀଷ୍ଟୀୟ ଭାଇ ଭଉଣୀ ମାନଙ୍କୁ ନେଇ କାରାଗ୍ରସ୍ତ କରିବି। ଆଉ ସେଇ ସମୟରେ ଯେତେବେଳେ ସେ ଯୀଶୁଙ୍କ ସହିତ ମିଶୁଛନ୍ତି ନା, ଯେତେବେଳେ ସେ ଗୋଟେ ଜ୍ୟୋତି ତାଙ୍କ ଉପରେ ପ୍ରକାଶିତ ହେଉଛି ଆକାଶରେ, ଆଉ ସେ ଅନ୍ଧ ହେଉଛନ୍ତି, ସେ ତାଙ୍କ ଚକ୍ଷୁ ସେ ଦୃଷ୍ଟି ଚାଲି ଯାଉଛି, ଆଉ ସେ ପଚାରୁଛନ୍ତି, ସେ ଦୁଇଟି ପ୍ରଶ୍ନ ପଚାରୁଛନ୍ତି ପ୍ରଭୁଙ୍କୁ ଯେ ହେ ପ୍ରଭୁ ତୁମେ କିଏ। ଆଉ ଯୀଶୁ ତାଙ୍କୁ ଉତ୍ତର ଦେଉଛନ୍ତି, ମୁଁ ସେଇ ଯୀଶୁ ଯାହାକୁ ତୁମେ ତାଡନା ଦେଉଛ। ଆଉ ଯେତେବେଳେ ପାଉଲ ଜାଣୁଛନ୍ତି ଯେ ସେ କାହା ସହିତ କଥା ହଉଛନ୍ତି, ଅବା ଯୋଉ ପ୍ରଶ୍ନର ସେ ଆଜି ପର୍ଯ୍ୟନ୍ତ ଖୋଜୁଥିଲେ, ଯେ ସେ ଯୋଉ ପରମେଶ୍ୱରଙ୍କ ପାଇଁ ସବୁ କିଛି କରୁଥିଲେ, ଯେତେବେଳେ ସେ ପରମେଶ୍ୱର ତାଙ୍କ ସହିତ ଆଳାପ କରୁଛନ୍ତି, ସେ ସେକେଣ୍ଡ କ୍ୱେଶ୍ଚନ ପଚାରୁଛନ୍ତି। ଯେତେବେଳେ ତାଙ୍କ ପ୍ରଥମ ପ୍ରଶ୍ନରେ ସେ ଉତ୍ତର ପାଉଛନ୍ତି, ସେ ତାଙ୍କ ଦ୍ୱିତୀୟ ପ୍ରଶ୍ନ ପଚାରୁଛନ୍ତି, ହେ ପ୍ରଭୁ ମୁଁ କଣ କରିବି? What should I do, Lord? What do you want me to do, Lord? ମୁଁ ତୁମ ପାଇଁ କଣ କରିବି? ମୋ ପ୍ରିୟ ମାନେ, ଆମେ ଯୀଶୁଙ୍କୁ ଜାଣିବା, ଯୀଶୁଙ୍କ ପାଖରେ ବସିବା, ଯୀଶୁଙ୍କ ବାକ୍ୟ ଶୁଣିବା, that is not enough. ପ୍ରଭୁ ଚାହାନ୍ତି ଆମେ ତାଙ୍କୁ ଜାଣିବା ପରେ ଆମ ନେକ୍ସଟ ଷ୍ଟେପ ହଉଛି ଆମେ ତାଙ୍କ ପାଇଁ କଣ କରିପାରିବା। ବଟ୍ ଖ୍ରୀଷ୍ଟିଆନ ଜୀବନ କେବଳ କାର୍ଯ୍ୟର ରତ ନୁହେଁ ଯେ ଆମେ ଏହା କଲେ ହିଁ ପ୍ରଭୁ ଆମକୁ ଆଶୀର୍ବାଦ କରିବେ, ଆମେ ତାହା କଲେ ହିଁ ପ୍ରଭୁ ଆମକୁ ଆଶୀର୍ବାଦ କରିବେ। କିନ୍ତୁ ପରମେଶ୍ୱର ଆମ ସମସ୍ତଙ୍କ ପାଇଁ କିଛି କିଛି ଯୋଜନା ରଖିଅଛନ୍ତି। ପରମେଶ୍ୱର ଆମ ଜୀବନ ପାଇଁ କିଛି କିଛି ପ୍ଲାନ କରିକି ରଖିଅଛନ୍ତି। ଆଉ ସେ ପ୍ଲାନରେ ସେ ଚାହାନ୍ତି ଆମେ ତାଙ୍କ ସହିତ ପାର୍ଟନର ହେଇକି, ତାଙ୍କ ସହିତ ସାଥୀ ହେଇକି ସେ କାର୍ଯ୍ୟକୁ କମ୍ପ୍ଲିଟ କରିବା। ଆଉ ଏ ସମୟରେ ଆମ ସମସ୍ତଙ୍କ ପାଇଁ, ଯିଏକି ରାଜା ମାନଙ୍କ ରାଜା, ଯିଏକି ପ୍ରଭୁ ମାନଙ୍କ ପ୍ରଭୁ, ଯିଏକି ସାରା ସଂସାରର ସୃଷ୍ଟିକର୍ତ୍ତା, ଯେପରି ସେ ଆୟବକୁ କହୁଛନ୍ତି, ହେ ଆୟବ ଯଦି ତୁମେ ଜାଣ ତ କୁହ ଏ ସୃଷ୍ଟିର ମୁଁ ପୃଷ୍ଠଭୂମି କୋଉ ସ୍ଥାନରେ ରଖିଲି, ଫାଉଣ୍ଡେସନ କୋଉଠି ରହିଲା, ତ ତୁମେ ଯଦି ଜାଣ ତ କୁହ ଏ ସମୁଦ୍ରର ସୀମାକୁ ମୁଁ କିପରି ବାନ୍ଧିଲି। ଏ ସମସ୍ତ ପ୍ରଶ୍ନର ଯଦି ଉତ୍ତର ତୁମେ ଜାଣ କୁହ। ଆଉ ଆମେ ମନୁଷ୍ୟ ଭାବେ ଆମର ଏ ବିଷୟରେ କୌଣସି ପ୍ରକାର ଆଇଡିଆ ମଧ୍ୟ ନାହିଁ, କ୍ଷଣ ତିଳେ ମଧ୍ୟ ଆମର ତାର ଉତ୍ତର ମଧ୍ୟ ଆମ ପାଖେ ନାହିଁ ଯେ ପରମେଶ୍ୱର କିପରି କଲେ। କିନ୍ତୁ ଏ ସମୟରେ ସେ ରାଜା ଚାହାନ୍ତି ଯେ ଆମେ ତାଙ୍କ ରାଜ୍ୟ ପାଇଁ କିଛି କରୁ, ଆମେ ସେ ରାଜ୍ୟ ପାଇଁ ଆମେ କିଛି କରୁ। ଆମେ ଯୋଉ ବାକ୍ୟକୁ ଏ ସ୍ଥାନରେ ପଢିଅଛେ, ଯୋଉ ପ୍ରେରିତ 1:8 ପଦ, ଆମେ ସମସ୍ତ କାହାଣୀକୁ ଜାଣୁ ଯେ ଏଇ କାହାଣୀ, ଏଇ ପଦ he was particularly talking to his disciples. ସେ ତାଙ୍କ ଶିଷ୍ୟ ମାନଙ୍କୁ କହୁଅଛନ୍ତି। ଆଉ ସେ ଶିଷ୍ୟ କିଏ? ଯିଏକି ସମାଜରେ କିଛି ନା କିଛି କରୁଥିଲେ, ଯେପରିକି ପିତରଙ୍କୁ ଦେଖାଯାଉ, ଯେପରିକି ମାଥ୍ୟୁଙ୍କୁ ଦେଖାଯାଉ। ସେ ସମାଜରେ ଯେତେବେଳେ ମାଥ୍ୟୁ ଜଣେ ଟ୍ୟାକ୍ସ କଲେକ୍ଟର ଥିଲେ, ତାଙ୍କ ପାଖେ ଅଲରେଡି ଗୋଟେ ସେକ୍ୟୁର ଜବ୍ ଅଛି, ତାଙ୍କ ପାଖେ ଅଲରେଡି ସେ ସୋସାଇଟିରେ କିଛି କରିବାକୁ ଯାଉଛନ୍ତି। ଆଉ ଯୀଶୁ ତାଙ୍କୁ ଡାକୁଛନ୍ତି ଯେ ଆସ, ମୁଁ ତୁମକୁ ମନୁଷ୍ୟ ମାନଙ୍କୁ ଧରିବା ଶିଖାଇବି, ଆସ ମୁଁ ତୁମକୁ, ତୁମେ ମୋ ପଛରେ, ତୁମେ ମତେ ଫଲୋ କର ବୋଲି କହୁଛନ୍ତି। ଆଉ ସେ ସମୟରେ ମାଥ୍ୟୁ ସବୁ ଛାଡି ଯୀଶୁଙ୍କ ପଛରେ ଚାଲି ଯାଉଛନ୍ତି। ତ ମୋ ପ୍ରିୟ ମାନେ,
ଏହା କଣ ଅଟେ? ଏହା କି ପ୍ରକାର ସୁସମାଚାର ଅଟେ ଯେ ଯୋଉ ଲୋକ ସମାଜରେ ଏତେ ସବୁ ପାଇବା ପରେ ମଧ୍ୟ ସବୁ ତ୍ୟାଗ କରି ଯୀଶୁଙ୍କ ପଛରେ ଚାଲିବାକୁ ପ୍ରସ୍ତୁତ ହେଇଗଲେ, ଆଉ ସେ ଯୀଶୁଙ୍କ ପ୍ରତି ଯୀଶୁଙ୍କ ପାଇଁ ଶେଷ ପର୍ଯ୍ୟନ୍ତ ବିଶ୍ୱସ୍ତ ରହିଲେ। ଆମେ ଏ କାହାଣୀକୁ ଜାଣୁ ଯେ ପ୍ରେତ ଏକ କିପରି ଆରମ୍ଭ ହଉଛି, ଯେତେବେଳେ ଯୋଉ ମସିହାଙ୍କୁ ସେ ଅପେକ୍ଷା କରିଥିଲେ, ସେ ମସିହା ଯେତେବେଳେ ମୃତ୍ୟୁବରଣ କରୁଛନ୍ତି, କ୍ରୁଶାର୍ପିତ ହଉଛନ୍ତି, ଆଉ ସେ 3 ଦିନ ପରେ ପୁଣି ଥରେ ପୁନର୍ଜନ୍ମ କରୁଛନ୍ତି, ପୁନରୁତ୍ଥାନ ହଉଛନ୍ତି। ସେ ପୁନରୁତ୍ଥାନ ସମୟରେ ନା ଯୀଶୁ ତାଙ୍କ ଶିଷ୍ୟମାନଙ୍କ 40 ଦିନ ବାରମ୍ବାର ଆସି ତାଙ୍କୁ ଅଫର୍ମ କରୁଛନ୍ତି, ଏନକରେଜ କରୁଛନ୍ତି ଯେ ଦେଖ ତୁମେ ଯୋଉ ଯୀଶୁଙ୍କ ପଛରେ ଚାଲିଅଛ, ସେ ଯୀଶୁ କୌଣସି ସାମାନ୍ୟ ମନୁଷ୍ୟ ନୁହନ୍ତି, ସେ କୌଣସି ସାମାନ୍ୟ ଏପରି ବ୍ୟକ୍ତି ନୁହନ୍ତି ଯେ ତୁମକୁ ଡାକିଲେ ଆଉ ସେ ତୁମକୁ ଭୁଲିଗଲେ। ନା, ସେ ଜୀବିତ ଅଟନ୍ତି, ସେ ମୃତ୍ୟୁ ମାନଙ୍କ ମଧ୍ୟରୁ ସେ ପ୍ରଥମ ଫଳ ଅଟନ୍ତି, ଯିଏ କି ପୁନରୁତ୍ଥାନ ହୋଇଅଛନ୍ତି। ଆଉ ତୁମେ ସେ ସମସ୍ତ ଯେତେ ଶିଷ୍ୟ ମାନଙ୍କୁ ମୁଁ ତୁମକୁ ଡାକି ଅଛି, ତୁମେ ସମସ୍ତେ ସାକ୍ଷୀ ହେବା ନିମନ୍ତେ ଡକାଯାଇଅଛ। ଏହାର ଅର୍ଥ ଆମ ସେଣ୍ଟ୍ରାଲ ପର୍ପସ, ଆମ ସେଣ୍ଟ୍ରାଲ ଉଦ୍ଦେଶ୍ୟ ସେ ଶିଷ୍ୟ ମାନଙ୍କ ପାଇଁ ସେ ସେଞ୍ଚୁରୀରେ, ସେ ପ୍ରଥମ ସେଞ୍ଚୁରୀରେ, ଆଉ ଆଜି ଆମ ପାଇଁ, ଆମ ଚର୍ଚ୍ଚ ପାଇଁ, ଆମ ମଣ୍ଡଳୀ ପାଇଁ ଆମ ସେଣ୍ଟ୍ରାଲ ପର୍ପସ ହଉଛି ଯେ ଆମେ ସମସ୍ତେ ପ୍ରଭୁଙ୍କ ପାଇଁ ସାକ୍ଷୀ ହେବା। ମୋ ପ୍ରିୟ ମାନେ, ଯେତେବେଳେ ମୁଁ କୁହେ ଯେ ଆମେ ସମସ୍ତେ, ଏହାର ଅର୍ଥ ହେଇପାରେ ଆପଣ ଯୋଉ ସ୍ଥାନରେ ବି ଥାନ୍ତୁ, ହେଇପାରେ ଆମେ ଜଗତର ପାଠ ପଢୁ, ଆମେ ଜଗତର ସଂସାର ବିଷୟରେ ଆଗକୁ ବଢୁ, କିନ୍ତୁ ସବୁ ମଧ୍ୟରେ we have a central purpose। ଆପଣ ଆଉ ମୁଁ ପ୍ରଭୁ ଚାହାନ୍ତି ଆମେ ସମସ୍ତେ ଗୋଟେ ସେ କେନ୍ଦ୍ର ବିନ୍ଦୁ, ସେ କେନ୍ଦ୍ର ଉଦ୍ଦେଶ୍ୟକୁ ଆମେ ସମସ୍ତେ ଜାଣିପାରୁ, ଯାହା ତାହା କଣ ଅଟେ ଯେ ଆମେ ସମସ୍ତେ ପ୍ରଭୁଙ୍କ ପାଇଁ ସାକ୍ଷୀ ହେବା। ଯେତେବେଳେ ମୁଁ ଏ ବାକ୍ୟକୁ ପ୍ରସ୍ତୁତ କରୁଥିଲି, ଯେତେବେଳେ ମାନେ ପଢୁଥିଲି, ଅଣ୍ଡରଷ୍ଟାଣ୍ଡ କରୁଥିଲି, ମୁଁ ଭାବୁଥିଲି ଯେ କେମିତି ପ୍ରଭୁ ଏ ସାକ୍ଷୀ ହେବାର ଅର୍ଥ କଣ? ମାନେ ସାକ୍ଷୀ ହେବା ତ କେତେ ପ୍ରକାର ସାକ୍ଷୀ ଅଛି, କେତେ ପ୍ରକାର ବିଷୟ ଅଛି। ତୁମେ ତୁମେ କି ପ୍ରକାର ସାକ୍ଷୀ ହେବାକୁ ଚାହୁଁଛ? ମାନେ ଆମ ପ୍ରତି, ଆମେ ତୁମ ପ୍ରତି ହେବାକୁ ଚାହୁଁ। ସେ ସମୟରେ ଗୋଟେ କାହାଣୀ ମୁଁ ଯେତେବେଳେ ମୁଁ ବହୁତ ପୁରୁଣା ଗୋଟେ କାହାଣୀ ପଢିଥିଲି ଗୋଟେ ମିଶନାରୀଙ୍କ ବିଷୟରେ। ଆପଣ ଯଦି ଶୁଣିଥିବେ ଷ୍ଟାନଲି ଜନ୍ସ କରିକି, ଯିଏକି ମହାତ୍ମା ଗାନ୍ଧୀଙ୍କର ବହୁତ ଭଲ ସାଙ୍ଗ ଥିଲେ, ଯିଏକି ସେ ସମୟରେ ନା 20 ଶତାବ୍ଦୀ ସମୟରେ ସେ ଜଣେ ବହୁତ ବଡ କମ୍ୟୁନିକେସନ ଥିଲେ, ଯିଏକି ବହୁତ ଭଲ କହିପାରୁଥିଲେ, ବହୁତ ଭଲ ସଭା ମାନଙ୍କରେ ନା ଭଲ ପ୍ରଚାର କରିପାରୁଥିଲେ। ଆଉ ସେଇ ଲୋକ ଯେତେବେଳେ ନିଜ ଜୀବନର ଶେଷ ସମୟରେ ବସି ନିଜ ବିଷୟରେ ଅଟୋବାୟୋଗ୍ରାଫି ଲେଖୁଛନ୍ତି, ତାଙ୍କ ନିଜ କାହାଣୀକୁ ସେ ପଣ୍ଡର କରୁଛନ୍ତି, ସେ ସମୟରେ ସେ ଗୋଟେ କାହାଣୀ ଲେଖୁଛନ୍ତି। ଆଉ ସେ କାହାଣୀ ଏପରି ଅଟେ, ଯେତେବେଳେ ସେ ଜଣେ ସାନ ପିଲା ଥିଲେ, ଜଣେ ଯୁବା ବୟସରେ ଥିଲେ, ଆଉ ଦିନେ ଷ୍ଟାନଲିକୁ ତାଙ୍କ ପାଷ୍ଟର ପଚାରିଲେ, ଷ୍ଟାନଲି କଣ ତୁମେ ପ୍ରଚାର କରିବାକୁ ଇଚ୍ଛା କର? ଆଉ ଷ୍ଟାନଲି ବହୁତ ଦିନରୁ ପ୍ରାର୍ଥନା କରି ଆସୁଥିଲେ ଯେ ପ୍ରଭୁ ମୁଁ ପ୍ରଚାର କରିବାକୁ ଚାହେଁ, ପ୍ରଭୁ ମୁଁ ତୁମ ରାଜ୍ୟ ପାଇଁ କିଛି କରିବାକୁ ଚାହେଁ। ଆଉ ଯେତେବେଳେ ତାଙ୍କୁ ଏ ଚାନ୍ସ ମିଳିଲା, ସେ ଭାବିଲେ ହଁ ପ୍ରଭୁ ମୋର ପ୍ରାର୍ଥନାର ଉତ୍ତର ଶୁଣି ଅଛନ୍ତି। ସେ ଅତି ସୁନ୍ଦର ଭାବେ ପ୍ରସ୍ତୁତ କଲେ ନା ତାଙ୍କ ସ୍କ୍ରିପ୍ଟ ତିଆରି କଲେ, କଣ କିପରି କହିବେ, କଣ ହେବ। ପୁଲପିଟ କୁ ଗଲେ, ଆଉ that was like the best day for him, କି ଆଜି ସେ ତାଙ୍କର ସବୁ କିଛି ପରମେଶ୍ୱର ଦେବାକୁ ଯାଉଛନ୍ତି। ଆଉ ସେ ପୁଲପିଟ କୁ ଗଲେ, ଆଉ ପ୍ରଭୁଙ୍କ ବିଷୟରେ କହିବାକୁ ଆରମ୍ଭ କଲେ। ସେ ଯୀଶୁଙ୍କ କାହାଣୀ କହୁ 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 ସେ ଏପରି କିଛି 2-3ଟା ଶବ୍ଦ କହିଦେଲେ ଯାହାର ଅର୍ଥ ମଧ୍ୟ ସେ ନିଜେ ଜାଣନ୍ତି ନାହିଁ, ଆଉ ଯାହା ଡିକ୍ସନାରୀରେ ବି ମଧ୍ୟ ନାହିଁ। ସେତେବେଳେ ସେ ଗୋଟେ ସାନ ପିଲା ଥିଲେ, ଅଫକୋର୍ସ ସେ ଗୋଟେ ଯୁବା ବୟସରେ ପିଲା ଥିଲେ। ଆଉ ଯେତେବେଳେ ସେ ଗୋଟେ ଏପରି ଶବ୍ଦ କହୁଛନ୍ତି, ସେ କଂଗ୍ରିଗେସନ ମଧ୍ୟରେ, ମଣ୍ଡଳୀରେ ବସିଥିବା ସମୟରେ ଗୋଟେ ଯୁବା ଝିଅ ସେ ଶବ୍ଦ ଶୁଣି ତାଙ୍କ ପ୍ରଚାର ଶୁଣି ହସିଦେଲା। ଯେତେବେଳେ ସେ ହସିଦେବା ଦେଖିଲେ, ସେ ସ୍ଥାନରେ ସ୍ତବ୍ଧ ହେଇଗଲେ, ଆଉ ତାଙ୍କ ସ୍କ୍ରିପ୍ଟ, ତାଙ୍କ ସମ୍ମୁଖରେ ଥିବା ଯୋଉ ସବୁ ଲେଖା ହେଇଥିବା ବିଷୟ, ସେ ଆଉ କିଛି ବି ଦେଖି ପାରୁନାହାନ୍ତି, ବ୍ଲର ହେଇଗଲା। ଆଉ ତାଙ୍କ ମାଇଣ୍ଡରେ ସେ ବ୍ଲାଙ୍କ, ସେ ଜାଣିପାରିଲେନି ଆଉ କଣ କହିବା ଆବଶ୍ୟକ।
तो तेणु से कांग्रेगेशन को कहले जे आई एम सॉरी आई एम नॉट एबल टू प्रीच कारण मु मु जहाँ भी प्रस्तुत करुଥିଲି से सबु मो मस्तिष्क ऊपर चली जाउची मु आ कहि परिबेनी सेतेबेले ଏହା कहि निज चेयर रे बसिବାକୁ जाउथिबा समय रे पवित्र आत्माଙ୍କ शब्द सुनिले ଆଉ ସେ ଶବ୍ଦ ଏତେ ଜେଣ୍ଟଲ ଥିଲା ତାଙ୍କ ପାଇଁ ଯେ ଏହା କହୁଛନ୍ତି ପବିତ୍ର ଆତ୍ମା କି ଷ୍ଟାନଲି କଣ ମୁଁ ତୁମ ପାଇଁ କିଛି କେବେ କରିନି ଆଉ ସେ ଆନ୍ସର କରୁଛନ୍ତି ପ୍ରଭୁ ନିଶ୍ଚୟ କରିଅଛ ତୁମେ ମୋ ଜୀବନକୁ ବଦଳାଇଅଛ ତାହେଲେ ଯାଅ you be my witness today and ସେଇଦିନ ସେ ପରମେଶ୍ୱରଙ୍କ ପାଇଁ ଗୋଟେ ସାକ୍ଷୀ ହେଲେ ଆଉ ସେ ନିଜ ଅଟୋବାୟୋଗ୍ରାଫିରେ ଏହା ଲେଖୁଛନ୍ତି ଯେ ତାଙ୍କ ସାରା ଜୀବନ ସେ ଏହା ଭାବିଥିଲେ ଯେ that we are all called to be the lawyers of Jesus ସେ ଭାବିଥିଲେ ସେ ଯେ ଯୀଶୁଙ୍କ ପାଇଁ ଓକିଲାତି କରିବା ପାଇଁ ଡକାଯାଇଛନ୍ତି ସେ ଯୀଶୁଙ୍କୁ ଡିଫେଣ୍ଡ କରିବାକୁ ଡକାଯାଇଛନ୍ତି ଯୀଶୁଙ୍କ ପ୍ରତି ହେଉଥିବା ବିଶ୍ୱାସମାନଙ୍କୁ ଲୋକଙ୍କୁ କହିବାକୁ ଆସୁଛନ୍ତି କିନ୍ତୁ ମୋ ପ୍ରିୟ ମାନେ ଆପଣ ମୁଁ ପରମେଶ୍ୱରଙ୍କୁ କୌଣସି ଓକିଲାତି କରିବାକୁ ଡକାଯାଇନାହାନ୍ତି କିନ୍ତୁ ଆପଣ ମୁଁ କେବଳ ପରମେଶ୍ୱରଙ୍କ ସାକ୍ଷୀ ହେବାକୁ ଡକାଯାଇଛନ୍ତି କହୁଛି ସାକ୍ଷୀର ଶବ୍ଦ ଯେତେବେଳେ ମୁଁ ଅର୍ଥ ବୁଝିବାକୁ ଚେଷ୍ଟା କରିଥିଲି ଏ କାହାଣୀ ପ୍ରଭୁ ମତେ ରିମାଇଣ୍ଡ କରିଥିଲେ ଯେ ସାକ୍ଷୀ କିଏ ଯେତେବେଳେ ଆମେ କୋର୍ଟରେ ଯାଉ ଗୋଟେ ଓକିଲ କେବଳ ଗୋଟେ ସେକେଣ୍ଡ ହ୍ୟାଣ୍ଡ ଇନଫର୍ମେସନ ନା ପାସ୍ କରିପାରିବ କିନ୍ତୁ ଗୋଟେ ୱିଟନେସ୍ ସେ ତାର ହେଇଥିବା ଦେଖିଥିବା ଏକ୍ସପିରିଏନ୍ସ କରିଥିବା ସେ ଫର୍ଷ୍ଟ ହ୍ୟାଣ୍ଡ ଇନଫର୍ମେସନକୁ ସେ ପାସ୍ କରିବ ଏକ୍ସପିରିଏନ୍ସକୁ ସେୟାର କରିବ ଆଉ ପରମେଶ୍ୱର ଚାହାନ୍ତି ଯେ ତାଙ୍କ ମଣ୍ଡଳୀ ତାଙ୍କ ଲୋକମାନେ ଆମେ ସମସ୍ତେ ପ୍ରଭୁଙ୍କ ସାକ୍ଷୀ ହେବା ଆଉ ଆମ ସହିତ ଘଟିଥିବା ସେ ଫର୍ଷ୍ଟ ହ୍ୟାଣ୍ଡ ଏକ୍ସପିରିଏନ୍ସକୁ ଲୋକମାନଙ୍କ ସହିତ ସେୟାର କରିବା ମୋ ପ୍ରିୟମାନେ ୱିଟନେସ୍ ହେବା କୌଣସି କୌଣସି ନର୍ମାଲ କଥା ନୁହେଁ ଏହା ଗୋଟେ ହାଇ କଲିଂ ଏହା ଗୋଟେ ଫେଥଫୁଲ କଲିଂ ଆଠୁ ବଡ କଲିଂ ଆଉ କିଛି ନାହିଁ ବଟ୍ ଇଟ୍ସ ଏ ହାର୍ଡ କଲିଂ କାହିଁକି କାରଣ ସାକ୍ଷୀ ହେବାର ଅର୍ଥ ହଉଛି ଯେତେବେଳେ ଇଟ୍ସ ଏ ଗ୍ରୀକ ୱାର୍ଡ ଇଟ୍ସ କମ୍ ଫ୍ରମ୍ ଦ ମାଟ୍ୟୁରିଆ ମାର୍ଟିୟର ଇଂଲିଶରେ ଶବ୍ଦର ଅର୍ଥ ହଉଛି ଯିଏକି ଯିଏକି ପରମେଶ୍ୱରଙ୍କ ପାଇଁ ଜୀବନ ଦେବା ପାଇଁ ପ୍ରସ୍ତୁତ ଅଟନ୍ତି ଏହାର ଅର୍ଥ ସାକ୍ଷୀ ହେବାର ଅର୍ଥ ହେଉଛି ଆମେ କିଛି ଗୋଟେ ପ୍ରାଇସ୍ ପେ କରିବୁ ଏହା କୌଣସି ସାମାନ୍ୟ କଥା ନୁହେଁ ଯୀଶୁ ଆମ ସମସ୍ତଙ୍କୁ ଡାକିଛନ୍ତି ଯେ ଆମେ ତାଙ୍କ ପାଇଁ ସେ ଫର୍ଷ୍ଟ ହ୍ୟାଣ୍ଡ ଏକ୍ସପିରିଏନ୍ସକୁ ସେୟାର କରିପାରିବା ଆଉ ସେ ପ୍ରାଇସ୍କୁ ପେ କରିପାରିବା ମୋ ପ୍ରିୟ ମାନେ ଭାବନ୍ତୁ ଯେ ପରମେଶ୍ୱର ଯିଏକି ରାଜା ମାନଙ୍କ ରାଜା ସେ ଆପଣଙ୍କ ପାଇଁ ଆଉ ମୋ ପାଇଁ ଏହା ଯୋଜନା କରନ୍ତି ଯେ ଆମେ ଯୋଉ ସ୍ଥାନରେ ବି ଅଛୁ ଯାହା ବି କରୁଅଛୁ ସେ ସ୍ଥାନରେ ଆମେ ପ୍ରଭୁଙ୍କ ପାଇଁ ସାକ୍ଷୀ ହେବା it just reminds me the first love ଯେତେବେଳେ ଆମେ ପ୍ରଭୁଙ୍କୁ ପ୍ରଥମେ ପ୍ରେମ କରିଥିଲୁ ଯେତେବେଳେ ପ୍ରଭୁଙ୍କୁ ପ୍ରଥମେ ଜାଣିଥିଲୁ ପ୍ରଭୁ ଆମ ଜୀବନକୁ ବଦଳେଇଥିଲେ ଆମେ କିଛି ଜାଣିନଥିଲୁ ଆମେ କିଛି ଜାଣିବାକୁ ଇଚ୍ଛା କରୁନଥିଲୁ କେବଳ ଗୋଟେ ବିଷୟ ଯେ ପ୍ରଭୁ ମୁଁ ତୁମ ବିଷୟ ଲୋକଙ୍କୁ ଜଣାଇବି ମୁଁ ତୁମ ବିଷୟ ଲୋକଙ୍କୁ କହିବି ଆଉ ମୋ ପ୍ରିୟ ମାନେ ଆଉ ସେ ସମାନ ପ୍ରେମ ସେ ସମାନ ସାକ୍ଷୀ ହେବାକୁ ପ୍ରଭୁ ଆଜି ମଧ୍ୟ ଆମକୁ ଡାକୁଛନ୍ତି ଏଇଥିରେ ଆମେ ପ୍ରଭୁଙ୍କ ବାକ୍ୟ ପ୍ରତ୍ୟେକ ଦିନ ପଢୁଛୁ ପ୍ରତ୍ୟେକ ଦିନ ଜାଣୁଛୁ ପ୍ରତ୍ୟେକ ଦିନ ତାଙ୍କ ଚରଣ ତଳେ ବସୁଛୁ but then Christian work is beyond than that ପ୍ରଭୁ ଚାହାନ୍ତି ଆମେ ପ୍ରତ୍ୟେକ ଦିନ କାହାକୁ ନା କାହାକୁ ସାକ୍ଷୀ ହେବା କାହାକୁ ନା କାହାକୁ ପରମେଶ୍ୱରଙ୍କ ବିଷୟରେ କହିବା ଆଉ ମୁଁ ଯେତେବେଳେ କହିଲି ଯେ ଆମେ ଆଜି 2ଟି ପଦ ବିଷୟରେ ଶିଖିବାକୁ ଯାଉଛନ୍ତି ଏବେ ଏ ସାକ୍ଷୀ ଶବ୍ଦକୁ ଶିଖିବା ସମୟରେ ଯେପରି ଏ ଶକ୍ତି ପ୍ରଭୁ ଯେତେବେଳେ କହୁଛନ୍ତି ଯେ ତୁମେ ଶକ୍ତି ପ୍ରାପ୍ତ ହେବ I was just wondering କି ପ୍ରଭୁ ଶକ୍ତିର ଆବଶ୍ୟକ କଣ ଥିଲା ସାକ୍ଷୀ ତ କେମିତି ବି ହେଇପାରିଥାନ୍ତେ ମୁଁ ତ ଖାଲି ବି ସାକ୍ଷୀ ହେଇପାରିଥାନ୍ତି ତୁମେ ମତେ କହିପାରିଥାନ୍ତ ଯେ ତୁମେ ଆଜିଠୁ ମୋ ସାକ୍ଷୀ ହେବ ଆଉ ତୁମେ ଲୋକମାନଙ୍କୁ କହିବ ବିନା ଶକ୍ତି ପ୍ରାପ୍ତ ହେଇ ମଧ୍ୟ ପ୍ରଭୁଙ୍କ ବିଷୟରେ କହିବି ତ ପାରିଥାନ୍ତି but then it's not easy ଯେତେବେଳେ ମୁଁ ବିଷୟ ପଢୁଥିଲି ତାପରେ ମୁଁ ଆନାଲାଇଜ କରୁଥିଲି ସେ ସମୟରେ ଗୋଟେ ବିଷୟ ଲେଖା ଅଛି ଯେ ତୁମେ ଶକ୍ତି ପ୍ରାପ୍ତ ହେବ ତୁମେ ସାକ୍ଷୀ ହେବ କିନ୍ତୁ କଣ କେବଳ ଜେରୁସାଲେମ ବୋଲି ଲେଖା ହଉନି ଜେରୁସାଲେମ ଅର୍ଥ ଯୋଉ ସ୍ଥାନରେ ତୁମେ ଜାଣିଅଛ ଯୋଉ ସ୍ଥାନରେ ତୁମେ ରହୁଅଛ but then
तुमे से स्थान मान को जीव जो स्थान मान को तुमे कौनसी आइडिया नहीं जे से यहूदा प्रदेश से समरिया प्रदेश को तुमर कौनसी प्रकार आइडिया नहीं जे से स्थान रे केउ प्रकार लोक रहबाक जाउछंती आ को प्रकार अंधशक्ति कार्य करबाक जाउछि और से अंधशक्ति प्रति से प्रिंसिपलिटीज से जो नो आकाश रे चलते से अंधकार रो शक्ति से जो नो प्रत्येक समय जो बैटल चलची से सब को युद्ध करबा पई केवल परमेश्वर को शक्ति है हमको सामर्थ दे परबो जदि हम परमेश्वर को शक्ति आ जदि से शक्ति को हम जदि प्राप्त हेनु ताहले हम केबे भी गोटे सक्सेसफुल साखी परिबानी कारण जदि प्रभु को शक्ति हम प्रति अछि आमे डिसर्निंग पाई परिबा आमे चक्षु उन्मुक्त हेबो आमे जानि परिबा को स्थान रे कौन आवश्यक को अंधकार शक्ति प्रति आमे किपर प्रार्थना करबा आवश्यक को स्थान आमे कौन रहबा आवश्यक मो प्रिय माने अनेक थर चर्च मंडली ए शक्ति विषय मिसअंडरस्टैंडिंग करछंती ए शक्ति लोक माने भाबंती जे एहा बोधे गोटे फ्यूरियस मूव जो तरह की सब कुछ बदल जीवो सब कुछ ना फायर रे आमे गोटे नूतन मनीष होई जिबा ए शक्ति this power has a purpose ए शक्ति गोटे गोटे उद्देश्य अछि ए शक्तिर किछि गोटे कारण अछि ए शक्ति को प्रभु एपर खाली रे पठाउ नांती ए शक्ति जेतेबे से कहउचंती जे देखो तुमे मो साक्षी हेबो ता पूर्व से कहउचंती तुमे पवित्र आत्मा रे जेतेबे अवतीर्ण हेबो पवित्र आत्मा तुम ऊपर अवतीर्ण हेबे जेतेबे तुमे शक्ति प्राप्त हेबो काहे कि से कहउचंती जो डिसाइपल्स मान को कारण अनेक थर तांको शिष्य माने मध्य मिसअंडरस्टैंड करचंती शक्ति विषय से भाबिचंती जे तेणु करे से 6 पद को पुणी थरे एम्फासाइज करचंती जे कोन प्रभु तुमे पुनर्बार कोन तुमे से रोमी साम्राज्य को तुमे ध्वंस करिवो और इस्राएल कोन पुणी थरे पावर रे आसीबो कोन हमें पुणी थरे राज्य करिवो कोन जीसु द प्रेसिडेंट हे जिबे और हमें सब डिसाइपल्स गोटे गोटे मिनिस्टर हे जिवो को प्रकार शक्ति जीसु तांको होचंती जे हे शिष्य तुमे देखो ए शक्ति तुमो पाई नुहे कौन से प्रकार पर्सनल गेन पाई नुहे ए शक्ति कौन से प्रकार जे तुम्हें अब तुम्हें करि पार बोली नुहे किंतु इट विल बी ऑल अबाउट द किंगडम ऑफ गॉड तेणु कर से कहउचंती जे शक्ति हैज ए पर्पस दिस पावर हैज ए पर्पस ए शक्ति रो किछ उद्देश्य अछि जे तुमे समस्ते से स्वर्ग राज्य विषय साक्षी हेबो कारण ए शक्ति हमको दिया जे अछि जे आमे इट्स नथिंग अबाउट अस ए शक्ति कौन से प्रकार आम विषय नुहे आम कहानी विषय नुहे आमे कौन करि परिबा नुहे किंतु ए शक्ति जे स्वर्ग राज्य के परे अटे तार नो ताहा प्रति आम चक्षु उन्मुक्त हेबो ताहा प्रति आम स्वर्गीय चक्षु उन्मुक्त हेबो आमे से ऐश्वर्य विषय मन को देखि परिबा आमे जानि परिबा आउ ताहा परे कार्य मन को आगु को साक्षी रूपे बढ़े परिबा माय डियर चर्च गोटे जितेबेले भी आपण गोटे चर्च हिस्ट्री को देखिबे जितेबेले पुराना विश्व कहानी को पढ़िबे अर्ली सेंचुरी मानकर जेतेबेले कौनसी मंडली से सान हो बड़ हो रूरल हो अर्बन हो जेतेबेले गोटे मंडली बुझी अछि जे परमेश्वर को से शक्तिर अर्थ कौन जीसु तांको से शक्ति काहे की प्रदान करियछंती से शक्ति जे यह केबे भी तांको विषय नुहे से किते प्रकार अन्य भाषा कहि पारुचंती परभाषा कहि पारुचंती अब केते प्रकार भविष्यवाणी करि पारुचंती किंतु यह केवल जीसुको कहानी जीसुको प्योर गॉस्पेल से किंगडम ऊपर अछि सेते बेले से चर्च थ्राइव्स से चर्च को प्रभु एते परिमाण रे पवित्र आत्मा रे पूर्ण करंती से चर्च को कहे स्टॉप करि पारंतिनी से चर्च को कहीं रोकी पारंतिनी आमे देखो पूर्वरु कहानी माने केते केते अर्ली सेंचुरी रे जो माने कि भाबंतु अर्ली सेंचुरी रे प्रभु कहउचन तुमे और साक्षी हेबो से लोक माने निज गाँ रु 5 किलोमीटर अधिक जाई नथिबे जो लोक माने गोटे शहर आ गोटे शहर को देखि नथिबे समान को प्रभु कहउचन जे तुमे पृथ्वी रो अंत पर्यंत जीवा मु तुम सहित थिबी
से लोक मान कहउछंती जे कि किछि जान नांती तांग पाखे ना टेलीफोन थिला तांग पाखे ना रेडियो थिला किछि नै आ समान कहउछंती जे देखो जे तुमे से समरिया रे तुमे से जोड़िया रे जीवा समरे जेतेबेले तुमे किछि जाननो से अंधकार मानको शक्ति से लड़िबा को जाउछ जेतेबेले मो मो शक्ति को प्रदान करबी आ तुमे साक्षी हेबो मो प्रिय माने आज आपण मोर गोटे रेस्पॉन्सिबिलिटी अच्छी जे आमे प्रभु को पे साक्षी हेबा आ से साक्षी केवल ही परिबा तेबले प्रभु हमको शक्ति प्रदान करिवे यार अर्थ आमे साक्षी हेबा कहले से प्रेशर आम ऊपर नुहे से प्रेशर परमेश्वर को ऊपर तो परमेश्वर आमको से शक्ति को प्रदान करिवे से ता जानि परलेनी आता कंटिन्यू हे गला मो प्रिय माने आम क्रिश्चियन जीवन से परे जेपरे न हो आमे साक्षी हेबाको डका जी अछु मिलित भावे मंडली भावे आमे समस्त यहाँ गोटे रेस्पॉन्सिबिलिटी जे आमे जीसु पे साक्षी हेबा भावंतु से से शिष्य मान कथा जो माने कि मृत्युर भय कर नथिले जे कि साक्षी हेबा पई सबु किछि त्याग कर देथिले ताको मृत्यु कौन से सामान्य मृत्यु नथिला ऑफ कोर्स तेबे तांको मृत्यु ऑफर कर जाइतला से निजे कहतले आई एम हैप्पी मु आनंदित अटे कारण ए मृत्यु किछि नुहे किंतु जोटे गोटे द्वार अटे जे मु से अनंत जीवन रो भागी परबी से मृत्यु किछि नुहे मु एटा गोटे डोर जहा कि मु से परमेश्वर को से ग्लोरी से गौरव मध्य प्रवेश करबी तो मो प्रिय माने आमे जदि आज साक्षी हेबाक इच्छा करूछु देन वी हैव टू बी रेडी फॉर दिस लाइक दिस सीजन्स लाइक दिस कारण जेपरि नो नुआ नुआ रूल्स आछि नो आजिर समय जो प्रकार सरकार आम सरकार जो प्रकार बदली चलछि आमे जानिनो को समय कोन घटिबो बट इट इज अ प्राइमरी एंड सेंट्रल पर्पस की आमे समस्ते नो मैटर आमे को स्थान अच्छु कौन करूछु किपरि अच्छु आम समस्त कार्य यहाँ जे आमे प्रभु को पे साक्षी हेबा मो प्रिय माने ए साक्षी केवल गोटे सामान्य साक्षी नुहे इट्स ए हाई कॉलिंग प्रभु कहउछन तुमे मोर साक्षी हेबो अर्थात द किंग जने राजांकर साक्षी हेबा पे प्रभु हमको डाकुचंती इट्स ए हाई कॉलिंग फॉर यू एंड आई आम समस्त आम जो पर्पस खोजुछु जीवन रो उद्देश्य खोजुछु एहा मो उद्देश्य एहा मो सेंट्रल पर्पस जेतेबेले प्रभु हमको मस्तिष्क कर रखितिले आम चिंता रे से आम तंग चिंता हमको रखितिले से जानितिले जे फेथ असेंबली अर्ली मॉर्निंग मो साक्षी हेबो आमे समस्ते परमेश्वर को साक्षी हेबा आ ता केबे हेबो तेबेले आमे परमेश्वर को शक्ति प्राप्त हेबा आ ताहा प्रति आमे इच्छुक हेबा ताहा प्रति आमे प्रभु को प्रति आमे सरेंडर करिबा नो इट जस्ट कॉल्स द ऑर्डिनरी पीपल टू बिकम द एक्स्ट्राऑर्डिनरी से सामान्य लोक मान को असामान्य असाधारण मिशन को कैरी करबा को आना तांको कार्य को आगु को बढ़ेबा को डाकुचंती या किपरि इट्स ओनली विल हैपन एटा एहा केवल ही परिबो जब आमे परमेश्वर को शक्ति को प्राप्त हेबा आ तांको से राज्य से स्वर्ग राज्य विषय में बुझी परिबा से स्वर्ग राज्य प्रति आमे अधिक मनोयोगी हेबा आ तांको प्रति आमे ऊर्ध्वदृष्टि हेबा आमे तांको प्रति से ना जेते डिसाइपल्स माने जेपरि मार्टिर हेबा पय विटनेस हेबा पय साक्षी हेबा पय थॉमस सब छाड़ी के इंडिया पड़े आसले जो लोक से जानि नांती जहाँ को केबे देखी नांती से जानि मधे नांती तांको मृत्यु किपरि घटिबो तांको मृत्यु समय तांको कबर देबा को के रहइबो नो दे वर नॉट इवन बोदर्ड अबाउट ऑल दैट किंतु आज आमे समस्त हम पके सबु थाई कि आमे किपरि कोन हेबा कोन न आम पूरा लाइफ रा आमे गोटे ब्लूप्रिंट रखि के जाउ छे आ आमे जो मेन काम ताको भूली जाउ छे सो टुडे आज परमेश्वर आपन को मते पुणी से रिमाइंड करूछंती दैट वी आर हिज आमे तांको से चोरा भूमि रो मेसोटू से हम मेसो पालक आमे हेडलेस नो आम पाखे केही नाहांती बोली नाही आम पाखे जीसु अछंती जे कि हमर योग्य परमेश्वर जे कि हम समस्त कार्य साधक अटंती से हमको साहाय्य करिवे बल देबे और शक्ति युक्त करिवे जे आमे परमेश्वर पे साक्षी परिबा
आज मो आम समस्त गोटे एनकरेजमेंट की आसंतु से परमेश्वर से महान राजांकर आम समस्त गोटे गोटे एक्स्ट्रा ऑर्डिनरी लोक हेबा एक्स्ट्रा ऑर्डिनरी मिशन को कैरी करबा से पावर को बुझी परबा जे the power has given us to become his witness ए पावर ए शक्ति रो उद्देश्य होउछि जे आमे केवल आम पर्सनल विषय पे नुहे किंतु स्वर्ग राज्य पे ताको व्यवहार करि परबा प्रभु आम समस्त आशीर्वाद करंतु आशा करे प्रभु आम समस्त सहित व्यक्तिगत भाव में कथा होचंती थैंक यू अंकल थैंक यू आंटी Amen. Amen.